କୁଣ୍ଡାଟେ ଗୋଳେଇଦେଲେ ସାଙ୍ଗମାନେ ତାର ଷ୍ଟାର୍ଟ ହେଇଗଲା ପିଇବା ପାଇଁ। ଦେଖୁନାହାନ୍ତି ଘର ଭିତରୁ ପଳେଇ ଆସିଛି, ସିଏ ବି ଆମର ଘର ଭିତରୁ ପଳେଇ ଆସିଛି। ଚାଲ ଚାଲ ବାହାରକୁ ଚାଲ, ବାହାରକୁ ଚାଲେ। ଆଉ ଭଲ ଆମ ଶୁଣୁ ପାସ୍ତା କ'ଣ କ'ଣ ଖାଇଲୁ ଗାଁ ଯାଇଥିଲୁ? ଆଉ ହ୍ୟାଲୋ ହାଏ ସାଙ୍ଗମାନେ, ନମସ୍କାର, ଜୟ ଜଗନ୍ନାଥ। ଆଜି ତ ସାଙ୍ଗମାନେ ସକାଳେ ଭିଡ଼ିଓ ବନେଇ ହେଲାନି, କାହିଁକି ଟିକେ ଅଲଗା କାମ କରୁଥିଲି ତ ସକାଳେ ଟିକେ ଭିଡ଼ିଓ ବନେଇ ହେଲାନି। ଏବେ ମୁଁ ତ ଶୋଇ ପଡ଼ିଥିଲି ଖାଇକି, କାହିଁକିନା ସାଙ୍ଗମାନେ ଆଜି ଘରେ କେହି ନାହାନ୍ତି, ସବୁ ଯାଇଛନ୍ତି ତାଉ ଗାଁକୁ ଯାଇଛନ୍ତି। ରାହୁଲ ମୁଁ ଅଛୁ, ଆଉ ତାପରେ ତ ମୁଁ ଶୋଇ ପଡ଼ିଥିଲି। ଏବେ ଟାଇମ୍ ହେଇଗଲାନି ସାଙ୍ଗମାନେ, ଚାରିଟା ହେଇଗଲାନି। ଏବେ ଟିକେ ବସିଛି ଏଡ଼େ ଉଠିକି। ଆମ ଗାଈ ଆସିଲାନି, ଦେଖୁନାହାନ୍ତି, ମାନେ ଗାଈ ଆସିଲା ମାନେ ସେ ଆଗ ଆମର ଅନେଇବ। ଚାଲ ଚାଲ ତାକୁ ଢୁକେଇଦେବା ସାଙ୍ଗମାନେ ଏବେ। ଚାଲ ଚାଲ କିଛି ନାହିଁ, ଚାଲ ଆବେ ଆସ ଖୋଲା ଅଛି ଏଠି। ରାହୁଲ କୁଆଡ଼େ ବେ? ଏସବୁ ଗୋଟେ ଗୋଟେ ଆସିବେ ସାଙ୍ଗମାନେ। ଆରେ ତାର ପାଣି କ'ଣ ଅଛି ତାର? ସେ କ'ଣ ଖାଇବ ବୋଧ କ'ଣ, ସେଇଥିପାଇଁ ଯାଉନି। ମାନେ ଯାହାହେଲେ କିଛି ପେଜ ନା କ'ଣ ଥିବ ଏଠି। ରାହୁଲ ସାଙ୍ଗମାନେ ମୁଁ ଘର ଭିତରୁ ପଳେଇ ଆସିଛି, ସିଏ ବି ଆମର ଘର ଭିତରୁ ପଳେଇ ଆସିଛି। ଚାଲ ଚାଲ ବାହାରକୁ ଚାଲ, ବାହାରକୁ ଚାଲେ, ବାହାରକୁ ଚାଲେ। ତୋରାଣୀ ନେବି, ଘରେ ରଖାଇଥିଲା ତ। ଚାଲ ବାହାରକୁ ଚାଲ, ଚାଲ ଭାଇ ବାହାରକୁ ଆସିବେ। ଜଲ୍ଦିଆ ଜଲ୍ଦିଆ ଜଲ୍ଦିଆ, ମୁଁ ଆସିବାନି ସେ ସାଙ୍ଗେ ସାଙ୍ଗେ ଆସିବ। ଜଲ୍ଦିଆ ଟିକେ ଗୋଳେଇଦେବା ସାଙ୍ଗମାନେ, କାହିଁକି ନା ବିରି ଚୋପା ସବୁ, ଭାତ ସବୁ ତୋରାଣ ଅଛି ନା। ପିଇ ବୁଢ଼ା ପିଇବୁ ବେ, ପିଇ ପିଇ। ସେ ମୋତେ ଡରୁଛି ବେଳେବେଳେ, କାହିଁକିନା ମୋ ସହିତ ତାର ଏତେ ମେଳକ ନାହିଁ ନା। ପିଇବେ ମାନେ ଏମିତି ପିଉନଥିଲା, ଖାଲି ଟିକେ କୁଣ୍ଡା ଦାନା ଗୋଳେଇଦେଲି। ର ଦେଖୁନାହାନ୍ତି, କୁଣ୍ଡା ଦାନା ଟିକେ ଗୋଳେଇ ଦେଲା ମାନେ ସେ ସାଙ୍ଗେ ସାଙ୍ଗେ ପିଇବ। ସେ ବହୁତ ଚାଲାକ। ପିଇଲୁ କୁଣ୍ଡାଟେ ଗୋଳେଇଦେଲେ ସାଙ୍ଗମାନେ ତାର ଷ୍ଟାର୍ଟ ହେଇଗଲା ପିଇବା ପାଇଁ। ଦେଖୁନାହାନ୍ତି ଘରେ ଆଜି କେହି ନାହାନ୍ତି ନା, ଘରେ ଆମେ ରାହୁଲ ମୁଁ ଅଛୁ। ତ ମୁଁ ଏ ବିଷୟରେ କେବେ ଜାଣିନି, ମୁଁ କେବେ ଦିଏନି ନା ଖାଇବା ପାଇଁ। ତ ଫୋନ୍ କଲି, ଫୋନ୍ କଲା ପରେ ଘରେ କହିଲେ ଯେ ଆଉ ସେ କୁଣ୍ଡା ଅଛି, କୁଣ୍ଡାଟେ ଦେଇଦିଅ, ସେ ଆରାମସେ ପିଇବ। କୁଣ୍ଡା ଦେଇଦେଲି, ସେ ଆରାମସେ ସବୁ ଶୋଷି ଦେବ। ଏବେ ଦେଖୁନ ସାଙ୍ଗମାନେ, ସେ ଆସିବ, ଆସିନାହାନ୍ତି, ପୁରା ଫୁଲ୍ ହେଇଯିବ। ଆପଣମାନେ ଦେଖିବେ, ଦୁଇଟା ଗୁହାଳ ପୁରା ଫୁଲ୍ ହେଇଯିବ। ଖରା ତ କମିବାରେ ସାଙ୍ଗମାନେ ନାଁ ନେଉନି। ଏବେ ବି 4ଟା ହେଇଗଲାନି, ଖରା ପ୍ରବଳ। ରାହୁଲ ଆସିଲା ବା, ଜଲ୍ଦିଆ। ପୁରା ଶୋଷି ଦେବ ଏବେ। ସେ ଖୋଲିଦେ ସେଇଟା, ଖୋଲିଦେ ଆମ ଇଏଟା। ଖୋଲିଲୁ? ହଁ ଖୋଲିଦେ। ସେ ଆସିବେ ସବୁ, ଏବେ ସବୁ ସିରିଏଲ୍ରେ ଲାଗିଯିବେ। ଟାଇମ୍ ହେଇଗଲାଣି ନା। ଇଏ ଆମର ଆଗୁଆ ପଳେଇ ଆସିଲା ଆଜି ସାଙ୍ଗମାନେ। ଭାବିଥିଲି ଟିକେ ସାଙ୍ଗମାନେ ଆଜି ସେ ଭିଙ୍ଗେ ବୋଲି ଶୋଇପଡ଼ିଲି ବି। ଆଜି ଭଲ ଲାଗିଲାନି, ଯେ ଖରାଟା ହେଉଛି। ସେ ଯାଉଛି ଆର ଘର ଆଡ଼େ ଯିବି, ଟିକେ ସେ ଭିଙ୍ଗେ ମେସିନ୍ରେ କରିଦେବି ନା, କାହିଁକିନା ସେ କୁଣ୍ଡେ କାଣ୍ଡେ ହେଉଛି, ଭଲ ଲାଗୁନି। ଆଉ ତାପରେ ମୁଁ ନିଜେ ବି ମୋତେ ସବୁ କରିବା ପାଇଁ ପଡ଼ିଲା ଆଜି ରୋଷେଇବାସ। ସାଙ୍ଗମାନେ ସ୍କୁଲ ଆଡ଼େ ମୁଁ ପଳେଇ ଆସିଛି, ଆର ଘର ଆଡ଼େ। ଶୁଣିଲୁ କ'ଣ କ'ଣ ଖାଇଲୁ ଗାଁ ଯାଇଥିଲୁ? ଭାତ ଆଉ ଡାଲି। ହଁ କି ପାଣ୍ଡୁ ବାବୁ ଆସିଲା, ପାଣ୍ଡୁ ବି ଯାଇଥିଲା ଆଜି। ଯେହେତୁ ମେସିନ୍ ଅଛି, ବିନା ସେଲୁନରେ ବି ଆମର ସାଙ୍ଗମାନେ କାମ କାଟିବୁ। କି ପାଣ୍ଡୁ କାଟିବୁ ଆସ ଯା ଆଇନା ଏଇଟା ଆମ ଝିଅର ହେଉଛି କେଉଁ କମ୍ପାନୀ, ଲୋଭା ନାଇଁ କ'ଣ କମ୍ପାନୀ, ଗୋଟେ ଭଲ କମ୍ପାନୀଟା। ସାର୍ଟ ପିନ୍ଧା ସାର୍ଟ ଯା ଜଲ୍ଦି ଯା। ଆଉ ଭଲ ଆମ ଶୁଣୁ, ଏ କ'ଣ
ପାସ୍ତା ପାସ୍ତା ଖାଉଛି ମୋତେ ଦେବଟି ହେଇ ସେନୁ ଏ ତମ ଜିନିଷ ରହିଲା ନା ମେସିନ୍ ଦଉଟି ଦେ ଜଲ୍ଦି ଆ ଷୋଲ ଯିବାର ଘର ଦେଖନ୍ତୁ କେମିତି କାଟିଦେଲି ଟୋଟାଲ କାଟିଦେଲି ମେସିନ୍ରେ ଦେବୁ ମୋତେ ଖାଇବିନି ଖା ଖା ମୁଁ ଛୋଟ ହେଇଛି ଖାଇବି ଛୋଟ ମୁଇଁ ଯାଇ ହଉ ମୋ ପୁତୁରା ମୋତେ ଯାଚୁଛି ତ ଯିବ ତୁ ଯିବୁ ପାଣ୍ଡୁ ତୁ ପୁଣି ଯିବୁ ଯା ସାର୍ଟ ପିନ୍ଧା ଯା ହଉ ଆସ ପଳେଇ ଆସ ଆର ଘର ଆଡ଼େ ମାନଙ୍କୁ ନେବା ପଡ଼ିବ ବସ ଧର ଗାଧେଇଛୁ ନା ତୁ ବି ଗାଧେଇଛୁ ନା ଚାଲ ଆର ଘର ଚାଲ ଯିବା ଡାଇରେକ୍ଟ ଉପରକୁ ପଳେଇ ଆସିଲେ ଆମେ ସାଙ୍ଗମାନେ କାଲି ଏଇ ଟାଇମ୍ରୁ ସାଙ୍ଗମାନେ ମାନେ ଏଇ ଆମ୍ବପୁରରେ ଏତେ ଲୋକ ମୁଣ୍ଡ ଖରା ହେଇଯିବ ଦିନରେ ତ ଯାହା ପୁଣି ରାତିରେ ବି ସେ କ'ଣ କରୁଛୁ ନା ନେ ସେଟା ହଁ ନବୁ ଆସ ବସିବା ମାମା ନା ହେଇ ମାମା କୁଆଡ଼େ ଯାଇଛି ନା ସେ ବି କୁଆଡ଼େ ବୁଲୁଛି ମାମାକୁ ତ ମୁଁ ଦେଖିନି ଆସିବା କେତେବେଳେ ସେ ଆସିଲାନି ମୁଁ ଦେଖିନି ଯାଇଥିଲି ତାଙ୍କ ଗାଁକୁ ବୁଲିବା ପାଇଁ ଯାଇଥିଲେ ଟିକେ ଲିପୁନୁ ଦେଖିନି ଆସିଲେ